ଯଦି ଆମେ ଦେଖିବା ଆଫ୍ରିକା ବୋଲି ଗୋଟେ ଜାଗା ଅଛି ଆଉ ଆଫ୍ରିକାରେ ଆ, ଆଫ୍ରିକା ହଉଛି ମାନେ ସେଠି ପଶୁ ପକ୍ଷୀ ମାନଙ୍କର ବହୁତ ଆଡା ସେଟା ଆଡା ମାନେ କଣ ବହୁତ ପଶୁ ପକ୍ଷୀ ଅଛନ୍ତି ଆଫ୍ରିକାରେ। ତେଣୁ ଜଣେ ଲୋକ ଦିନେ ଜଙ୍ଗଲକୁ ବୁଲିବା ପାଇଁ ଗଲା ଆଉ ସେ ଚିତାବାଘ ପାଇଲା। ସେ ଚିତାବାଘ ନାଇକି ବହୁତ ସାନଟା ଥିଲା ବହୁତ ଛୋଟ ଥିଲା କ୍ଷୀର ପିଉଥିଲା। ସେମିତି ଚିତାବାଘକୁ ସେ ପାଇଲେ ଆଉ ନିଜ ଘରକୁ ଆଣିଲେ ଆଉ ନିଜର ପିଲାମାନଙ୍କ ସହିତ ଖେଳିବାକୁ ଦେଲେ। ତ ସାନ ଚିତାବାଘର ମାନେ ଦାନ୍ତ ଥିବ କି? ନାଇଁ ନା ସେଥିପାଇଁ ଇଏ ବେଶୀ କ୍ୟୁଟ ଦେଖାଗଲା। ବହୁତ କ୍ୟୁଟ ଦେଖାଗଲା ବେଶୀ ସୁନ୍ଦର ଦେଖାଯାଉଛି। ଆଉ ତା ନିଜ ଘରକୁ ଆଣିଲେ ତାର ଛୁଆ ମାନଙ୍କୁ ଦେଲା ତା ଛୁଆ ମାନେ ବହୁତ ସେ ଚିତାବାଘ ସହିତ ବହୁତ ଖେଳିଲେ। ଆଁ ଏତେ ସୁନ୍ଦର ଚିତାବାଘ କେତେ ବଢିଆ। ଏମିତି ହେଇକି ସାନ ବେଳୁ ଚିତାବାଘକୁ କଣ ଖାଦ୍ୟ ଦେଲେ ଜାଣିଛନ୍ତି? ଯାଉ, ପନିପରିବା, ଭାତ ଏମିତିକି ଖାଦ୍ୟ ତାକୁ ଦିଆହେଲା। ତ ଏମିତି ଖାଦ୍ୟ ଦିଆହେଲା ଇଏ କେବେ ମତେ ମାଂସ ଖାଇଲା କି ରକ୍ତ ତାର ପାଟିରେ ଦିଆହେଲା। ସେଥିପାଇଁ ଏ ପିଲାମାନେ ଏ ଚିତାବାଘ ସହିତ ପୁରା ଫ୍ରେଣ୍ଡଲି ମାନେ ସାଙ୍ଗ ହେଇକି ଏତେ ଏ ଚିତାବାଘ ସହିତ ମାନେ କ୍ଲୋଜ ହେଇଗଲେ ୟାକୁ ନ ଦେଖିଲେ ସେମାନେ ବଞ୍ଚି ପାରିଲେ ନାହିଁ। ଏମିତି ହେଇକି ଦିନେ ଗାଁର ଜଣେ ବୟୋଜ୍ୟେଷ୍ଠ ଲୋକ ଦେଖିଲା କହିଲା ଏ ପିଲାମାନେ ତମେ କାହିଁକି ଚିତାବାଘ ସହିତ ଖେଳୁଛ? ତମେ ଜାଣିନ ୟାର ରୂପ କେମିତି? ତ ସେମାନେ କହିଲେ ଇଏ ବୟୋଜ୍ୟେଷ୍ଠ ଲୋକ କାହିଁକି ଏତେ ରାଗୁଛନ୍ତି ଆମ ଉପରେ? କଣ ପାଇଁ ଇଏ ତ ମାନେ ସାନ ଚିତାବାଘ। ଇଏ ଅନ୍ୟ ଚିତାବାଘ ମାନଙ୍କ ପରି ନାହିଁ। ତ କାହିଁକି ଇଏ ପ୍ରକୃତରେ ଆମକୁ ଏଇଟା ଏ ବିଷୟରେ ପ୍ରକୃତରେ ରାଗୁଛନ୍ତି? ତ ଏମାନେ ଉଲ୍ଟା ପାଟି କଲେ ପିଲାମାନେ ନାଇଁ ନାଇଁ ମହାଶୟ ଆପଣ ଭୁଲ ଜାଣିଛନ୍ତି। ଆମ ବାପା ୟାକୁ ସାନ ବେଳୁ ଆଣିଛନ୍ତି ଆଜି ପର୍ଯ୍ୟନ୍ତ ମାଂସ ଖାଇନି କି ରକ୍ତ ଖାଇନି। ଇଏ ଯାଉ ଖାଉଛି, ପନିପରିବା ଖାଉଛି, ଭାତ ଖାଉଛି। ଆମେ ଯୋଉଟା ଖାଉଛୁ ସେଇଟା ଖାଉଛି। ତ ଏ ବୟୋଜ୍ୟେଷ୍ଠ ଲୋକ କଣ କହିଲେ ନାଇଁ ନାଇଁ ତମେ ଜାଣିନ ତାର କ୍ୟାରେକ୍ଟର। ଏବେ ସେ ଛୋଟ ଅଛି କିଛି ଜାଣିନାହିଁ କିନ୍ତୁ ଯେତେବେଳେ ସେ ବଡ ହବ ଚିତାବାଘ ଚିତାବାଘ ହିଁ ହବ। ଆଉ ସେ ତାର ରୂପ କେବେ ବଦଳେଇବନି। ଏମାନେ ଏ ବୟୋଜ୍ୟେଷ୍ଠ ଲୋକ ବହୁତ ରାଗିଲେ। ଇଏ କିଛି ଜାଣିନାହାନ୍ତି ଆ ବିଷୟରେ। ତ ଇଏ ପରବର୍ତ୍ତୀ ସମୟରେ କେତେ ବର୍ଷ ପରେ ଧୀରେ 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 ବଡ ହେଇଗଲେ। ବେଶୀ ବଡ ହେଇଗଲେ ହଠାତରେ ପିଲାମାନେ ଆଉ ସେ ଚିତାବାଘ ହେଇକି ଜଙ୍ଗଲକୁ ଖେଳିବା ପାଇଁ ଗଲେ। ସେ ଜଙ୍ଗଲକୁ ଖେଳିବା ପାଇଁ ଗଲେ। ତ ଜଙ୍ଗଲରେ ଖେଳିଲା ବେଳକୁ କେମିତି ହେଇଥିବ ଜଙ୍ଗଲରେ ପତ୍ର ପଡିଥିବ କଣ୍ଟା ଥିବ। ପଥର ଥିବ ଜଙ୍ଗଲ କଣ ପାହାଡ କଣ ସମତଳ ଥିବ କି? ନାଇଁ ଖାଲ ଥିବ, ଢିପ ଥିବ, ପଥର ଥିବ, ଗୁଡାରେ କଣ୍ଟା ପଡିଥିବ। ଦୁନିଆ ବିଷ ଅଛି କି ନାହି ପଥର ବି ପଡିଥିବ। ବେଳେ ପଥର ଉପରେ ଯଦି ଥିବ କହିଲେ ତାକୁ ପାଦ ପକେଇଲେ ଖସିକି ପଡିବ। ଏ ପ୍ରକାର ଏମାନେ ଖେଳିଲା ବେଳକୁ ଜଣେ ପିଲା ନାଇଁ ଖସିକି ପଡିଗଲା। ଖସିକି ପଡିଗଲା ତେବେ ଚିତ୍କାର କଲା ସେ ପିଲା। ମତେ ରକ୍ଷା କର, ମତେ ବଞ୍ଚା ଆଘାତ ହେଲା ଆଘାତ ହେଲା। ସେତେବେଳକୁ ତାର ସାଙ୍ଗମାନେ ଯୋଉମାନେ ଲୁଚିଥିଲେ ସେମାନେ ତା ପାଖରେ ଧାଇଁକି ଗଲେ। କିନ୍ତୁ ସେମାନଙ୍କ ଠାରୁ ଅଧିକ ଜୋର ସେ କିଏ ଧାଇଁଲା ଜାଣିଛ ଏ ଚିତାବାଘ। ଇଏ ଯେତେବେଳେ ଧାଇଁଲା ଏ ତାଙ୍କର ସାଙ୍ଗମାନେ ପହଞ୍ଚିବା ପୂର୍ବରୁ ଚିତାବାଘ ସେ ତା ସାଙ୍ଗ ପାଖରେ ପହଞ୍ଚିଲା। ଯେତେବେଳେ ଦେଖିଲା ଏ ଚିତାବାଘ ବେଶୀ ଦୟା ଲାଗିଲା। ମୋର ସାଙ୍ଗକୁ ରକ୍ତ ବାହାରିଲା। ରକ୍ତ ବାହାରିଲା କଣ କରିବି କଣ କରିବି ଇଏ ଚିତାବାଘର ହାତରେ ତାର ଏମିତି କରିବାକୁ କହିଲେ ତାର ନଖ ଅଛି କି ନାହିଁ। ନଖ ହେଲେ ଆହୁରି ଆଘାତ ହବ କି ନାହିଁ। ନଖ ଯଦି ଏମିତି ବାଜିବ ହେଲେ ଆହୁରି ଆଘାତ ସେଥିପାଇଁ ଇଏ କଣ କଲେ ନିଜର ଜିଭକୁ ବାହାର କଲା ଚାଟିଲା। ମାନେ ସେ ଖାଇବାର ଉଦ୍ଦେଶ୍ୟରେ କଲା ନାହିଁ। କିନ୍ତୁ ସେ ରକ୍ତକୁ ସଫା କରିବା ଉଦ୍ଦେଶ୍ୟକୁ ନେଇକି କଲା। କିନ୍ତୁ ଏ ରକ୍ତ ଯେତେବେଳେ ତାର ପାଟିରେ ପଶିଲା ୟାର ଚେହେରା ବଦଳିଗଲା। କାହିଁକି ଚିତାବାଘ କୋଉ ପ୍ରକାର ପ୍ରାଣୀ ମାଂସାଶୀ ନା ଯାଉ ଖିଆ ପ୍ରାଣୀ। ଇଏ ଯେତେବେଳେ ରକ୍ତକୁ ଚାଟିଲା ୟାର ଆଖି ପୁରା ଚେଞ୍ଜ ହେଇଗଲା। ଆଖି ଚେଞ୍ଜ ହେଲା ତାର ସବୁ କ୍ୟାରେକ୍ଟର ଚେଞ୍ଜ ହେଲା। ଏଥର ଯେତେବେଳେ ଚାଟିଲା ନିହାତି ଲାଗୁଛି।
ଦୁଇଥର ଯେତେବେଳେ ଚାଟିଲା ଆଉ ଥରେ ବଢିଆ, ତିନି ଥର ବେଳକୁ ଇଏ ଲୋକକୁ ନାହିଁ କଣ କରିବା କଲା ଜାଣିଛ, ତାର ସାଙ୍ଗକୁ ରକ୍ତ ଶୋଷିବା ତାର, ଏ ରକ୍ତ ଶୋଷିବା ବେଳକୁ ତାର ସାଙ୍ଗ ଅଲଗା ସାଙ୍ଗ ମାନେ ଯାଇକି ପହଞ୍ଚିଲା ବେଳକୁ ଇଏ ତାର ଅନ୍ୟ ସାଙ୍ଗକୁ ପୁରା ବିଦୀର୍ଣ୍ଣ କରିଦେଇଛି, ପୁରା ଫାଡି ଦେଇଛି। ଭୟଙ୍କର କି ନାହିଁ? ତ ଏ ପିଲାମାନେ ଯେ ବୟୋଜ୍ୟେଷ୍ଠ ଲୋକ ଯେ କହିଲେ ଏ ଲୋକର କଥା ବୁଝୁଥିଲେ କି? ଏମାନେ କାହିଁକି ଗୋଟେ ଦିନ ସେ ଚିତାବାଘ ଦ୍ୱାରା ଆକ୍ରମଣ କରାଗଲେ ଜାଣିଛନ୍ତି? ଏମାନେ ନିଜକୁ ବିଶ୍ୱାସ କରୁ, ନିଜ ଉପରେ ନିର୍ଭର କରୁ, ନିଜକୁ ଭରସା କରିବା ଲୋକ। ଏମାନେ କେବେ ବି ଏଁ, ଜାଣିନଥିଲେ କି ଏ ଲୋକ ଆମଠୁ ଅଧିକ ଜାଣିଛି, ଆମେ ଚିତାବାଘ ବିଷୟରେ ଜାଣିନୁ। ତ ସେତେବେଳକୁ ଏମାନେ ବହୁତ ଆଶ୍ଚର୍ଯ୍ୟ, କେମିତି ଏଟା ଇଏ ଆମ ସହିତ ସାନ ବେଳୁ ଖେଳିଲା, ଖାଇଲା ପିଇଲା ଆମ ସହିତ ଶୋଇଲା, କିନ୍ତୁ ହଠାତ୍ ସେତେ ସେମିତି ଭାଇ ଭଉଣୀ ମାନେ ଆମେ ଯେତେବେଳେ ଆତ୍ମିକ ଜୀବନ ବଞ୍ଚୁଛୁ ପରିଜାଣ ପାଇଲା ପରେ ଆମ ହୃଦୟରେ ନାଇଁ କି କିଏ କାମ କରୁଛି ଜାଣିଛ? ଚର୍ଚ୍ଚରୁ ଦୂରକୁ ନେବାଟା, ଚର୍ଚ୍ଚରେ ବାହାରେ ଜୀବନ ବଞ୍ଚିବାଟା, ବାକ୍ୟ ବିନା ବଞ୍ଚିବାଟା କିଏ ପ୍ରକୃତିରେ ବନଉଛି ଜାଣିଛନ୍ତି କି? ସଇତାନ। ସେତେ ସଇତାନ କେବେ ମୁଁ ଜଣେ ଲୋକର ମାନେ ଉତ୍ତମ ବିଷୟରେ ଚିନ୍ତା କରୁନାହିଁ। ସେ ସଦାବେଳେ କେମିତି କେମିତି ଚିନ୍ତା କରୁଛି, କେମିତି ୟାର ଜୀବନରେ କାମ କରିବି, କେମିତି ଏ ବାକ୍ୟ ଠାରୁ ଦୂରକୁ ଯିବ, କେମିତି ଟିକେ ଚର୍ଚ୍ଚରୁ ଦୂରକୁ ଯିବ। ସେଥିପାଇଁ ପରିଣାମ ପାଇଲା ପରେ ଲୋକ ଖୁସି ହୁଅନ୍ତି, କିନ୍ତୁ ସ୍ପିରିଚୁଆଲି ଜୀବନ ବଞ୍ଚିଲା ବେଳକୁ ଖୁସି ହେଇପାରନ୍ତି ନାହିଁ। ସେଥିପାଇଁ ସେମାନଙ୍କ ଜୀବନରେ ଚର୍ଚ୍ଚ ନଥାଏ, ବାକ୍ୟ ନଥାଏ, ପରମେଶ୍ୱର ଦାସ ନଥାନ୍ତି, ପରମେଶ୍ୱର ନଥାନ୍ତି। ତ ଏଇ ପ୍ରକାର ଲୋକ କେମିତି ବଞ୍ଚୁଥିବେ କୁହନ୍ତୁ? ନିହାତି ଏମାନେ ସୈତାନ ଦ୍ୱାରା ଗ୍ରାସ ହେଇକି ବଞ୍ଚୁଥିବେ। ଏମାନଙ୍କର ମାଲିକ କିଏ ଥିବ? ସୈତାନ ଥିବ। ଏମାନେ ସୈତାନର ଦାସ ହେଇକି ଜୀବନ ବଞ୍ଚୁଥିବେ। ସେଥିପାଇଁ ପରିତ୍ରାଣ ପାଇଲା ପରେ ଭାଇମାନେ ନା କାହିଁକି ଚର୍ଚ୍ଚ ଦରକାର ଜାଣିଛନ୍ତି? ଚର୍ଚ୍ଚ ହିଁ ଗୋଟେ ଜାଗା ଆମକୁ ପଢେଇକି